ଅନ୍ଧାର ଛାୟାରେ ଭରା ଶ୍ମଶାନ ଘାଟ, ଯେଉଁଠାରେ ଅଗ୍ନିର ତାଣ୍ଡବ ନୃତ୍ୟ ହେଉଥାଏ। ଜଟାରେ ଫୁଲମାନ ପିନ୍ଧିଥିବା ଅଘୋରୀ ଓ ଅଗ୍ନି ସାମ୍ନାରେ ଜୟ ଆଖି ବନ୍ଦ କରି କାହାର ଆବାହନ କରୁଥାଏ। କେଜାଣି କେଉଁ ଅଜ୍ଞାତ ଶକ୍ତିର ଆବାହନ ଜୟ କରୁଥାଏ ହୋମ ଅଗ୍ନି ସାମ୍ନାରେ। ସେହି ସମୟରେ ଗୋଟିଏ ଛାୟା ଜୟର ପାଖକୁ ଆସୁଥାଏ। ତାର ଲମ୍ବା କେଶ ତାର ଚେହେରାକୁ ଢାଙ୍କୁଥାଏ। ଜୟ ତାର ଗଳାରେ ଗୋଟିଏ ରହସ୍ୟମୟ ମାଲକୁ ପିନ୍ଧାଏ। ଏହି କାହାଣୀଟି ଗୋଟିଏ ଏମିତି ଲୋକର, ଯିଏକି କର୍ଣ୍ଣ ପିଶାଚିନୀକୁ ସିଦ୍ଧ କରିଥିଲା। ଆସନ୍ତୁ ଶୁଣିବା ଏ କାହାଣୀଟିକୁ ଶେଷ ପର୍ଯ୍ୟନ୍ତ। ଆମ ଚ୍ୟାନେଲକୁ ଆପଣ ନିଶ୍ଚୟ ସବସ୍କ୍ରାଇବ୍ କରନ୍ତୁ। ଗୋଟିଏ ଗ୍ରାମରେ ଜୟ ବୋଲି ଗୋଟିଏ ବ୍ୟକ୍ତି ବାସ କରୁଥିଲା। ସେ ଗୋଟିଏ ଟ୍ୟାକ୍ସି ଡ୍ରାଇଭର ଥିଲା। 14 ବର୍ଷରୁ ସେ ଟ୍ୟାକ୍ସି ଚଲାଇ ଆସୁଥିଲା। ଜୟ ତାର ସିଧାସାଧା ଜୀବନରେ ସନ୍ତୁଷ୍ଟ ନଥିଲା, କିନ୍ତୁ ତାର ସ୍ତ୍ରୀ ସନ୍ତୁଷ୍ଟ ଥିଲା। ସେ ଘରର ସୁଖ ଶାନ୍ତି ଚାହୁଁଥିଲା। ଜୟ ପୂଜା ପାଠକୁ ବିଶ୍ୱାସ କରୁନଥିଲା। ସେହି ସମୟରେ ତାର ପୁଅ ଆସିଲା ଏବଂ ତାର ସ୍କୁଲ ଫିସ୍ ଦେବାକୁ କହିଲା। ଏହା ଶୁଣି ସେ ଭାବିଲା, ଗୋଟିଏ ସାଧାରଣ ଟ୍ୟାକ୍ସି ଚାଳକ ଏହା କେମିତି ମ୍ୟାନେଜ କରିପାରିବ। ଦିନେ ସେ ରାସ୍ତାରେ ଆସୁଥାଏ ଆଉ ଭାବୁଥାଏ, କେଉଁଠୁ ଯଦି ଗୋଟିଏ ଭଡ଼ାଟେ ମିଳିଯାଆନ୍ତା, ତେବେ ମୋ ପୁଅର ସ୍କୁଲ ଫିସ୍କୁ ମୁଁ ଦେଇଦିଅନ୍ତି। ସେହି ସମୟରେ ରାସ୍ତାରେ ଜଣେ ହାତ ମାରିଲା। ସେହି ହାତକୁ ଦେଖି ଜୟ ଅଟକିଗଲା। ଦେଖିଲା ଗୋଟିଏ ଅଘୋରୀଟିଏ ହାତ ମାରୁଛି। ଅଘୋରୀ ତାକୁ 2 କିଲୋମିଟର ଆଗକୁ ଯିବା ପାଇଁ ସାହାଯ୍ୟ ମାଗିଲା। ଜୟ ସେ ଅଘୋରୀକୁ ଦେଖି ତାର ଟ୍ୟାକ୍ସିରେ ବସାଇଲା। ଅଘୋରୀ ଜୟକୁ ଦେଖି ସବୁ ଜାଣିପାରିଲା, ସେ ବହୁତ ଟେନସନରେ ଅଛି ବୋଲି। ସେ କହିଲା, ବେଟା, ତୁ ବହୁତ ଟେନସନରେ ଅଛୁ, ତୁ ବହୁତ ସମସ୍ୟାରେ ଘେରି ରହିଛୁ। ତୁ ମୋତେ କହ, ମୁଁ ତୋର ସବୁ ସମସ୍ୟା ଦୂର କରିଦେବି। ସେ କହିଲା, ଏମିତି ଜୀବନ ବଞ୍ଚି ମୁଁ ଥକି ଗଲିଣି। ପ୍ରତିଦିନ ଟ୍ୟାକ୍ସି ଚଲାଇବା, ଜୀବନରେ କିଛି ଖୁସି ନାହିଁ ମୋର। ଅଘୋରୀ କହିଲା, ବେଟା, ତୁ ମୋର ବହୁତ ସାହାଯ୍ୟ କରିଛୁ, ତା ବଦଳରେ ମୁଁ ତୋତେ କିଛି ଦେବି। ତୋର ଯଦି ସାହସ ଅଛି ତେବେ କହ। ଜୟ କହିଲା, ସାହସ ତ ବହୁତ ଅଛି ବାବା, କିନ୍ତୁ କ'ଣ କରିବି। ଅଘୋରୀ କହିଲା, ମୁଁ ତୋତେ ଏମିତି ଗୋଟିଏ ସାଧନା ଦେବି, ସେଇଟା ସିଦ୍ଧ କଲା ମାତ୍ରେ ତୋର ସବୁ ଇଚ୍ଛା ପୂରଣ ହୋଇଯିବ। ତୁ ମାଲାମାଲ ହୋଇଯିବୁ। ତୁ ଅମାବାସ୍ୟା ରାତ୍ରି 12 ବଜେ ଏହି ଶ୍ମଶାନକୁ ଆସିଯିବୁ। ମୁଁ ତୋତେ ସବୁ ଦେଇଦେବି। ବଡ଼ ବଡ଼ ସ୍ୱପ୍ନ ଦେଖୁଥିବା ଜୟ ଅଘୋରୀର କଥା ଶୁଣି ଲୋଭରେ ଆସିଗଲା। ରାତି 12ଟାରେ ସେ ପହଞ୍ଚିଗଲା ସେହି ଶ୍ମଶାନ ଭୂମିକୁ ଅମାବାସ୍ୟା ଦିନ। ତାପରେ ଜୟ ସାଧନା କରିବାର ଆରମ୍ଭ କରିଦେଲା। ଆଉ ସେ ସାଧନା ଥିଲା କର୍ଣ୍ଣ ପିଶାଚିନୀର। ଅଘୋରୀ କହିଲା, ଏହି ସାଧନା ସିଦ୍ଧ ପରେ ତୁ ସମସ୍ତଙ୍କର ଭୂତ ଭବିଷ୍ୟ ବର୍ତ୍ତମାନ ଜାଣିପାରିବୁ। ତାହା ଜାଣି ତୁ କୋଟିପତି ହୋଇଯିବୁ। ତାପରେ ଜୟ ସାଧନା କରିବାକୁ ଲାଗିଲା ଅଘୋରୀ ସାମ୍ନାରେ। ସେ ତାର କପଡ଼ା ଉତାରି ସାଧନାରେ ବସିଲା। ଆଉ ଅଘୋରୀ ଯେମିତି କହିଲା ସେମିତି ମନ୍ତ୍ର ଜାପ ଆରମ୍ଭ କରିଦେଲା। ମନ୍ତ୍ର ଜପ କଲା ସମୟରେ କର୍ଣ୍ଣ ପିଶାଚିନୀ ତା ପାଖକୁ ଆସିଲା ଏବଂ ତାଠୁ 3ଟି ବଚନ ମାଗିଲା। ପ୍ରଥମ ବଚନ ଥିଲା, ପିଶାଚିନୀ ବାବଦରେ ସେ କାହାକୁ କହିବ ନାହିଁ। ଦ୍ୱିତୀୟ ବଚନ ଥିଲା, ସ୍ତ୍ରୀ ଭଳି ତାକୁ ଖାଲି ସନ୍ତୁଷ୍ଟ କରିବ। ଆଉ ତୃତୀୟ ବଚନ ଥିଲା, ସେ ତାର ସମସ୍ତ କଥାକୁ ଶୁଣିବ। କର୍ଣ୍ଣ ପିଶାଚିନୀ କହିଲା, ଏହି 3ଟି ବଚନରୁ ଗୋଟିଏ ବଚନ ମଧ୍ୟ ପାଳନ ନ କଲେ ତୋର ସବୁ ଚାଲିଯିବ, ତୋର ଜୀବନ ମଧ୍ୟ। ଜୟ ତାହା ସ୍ୱୀକାର କଲା। ଜୟ ସ୍ୱୀକାର କଲା ପରେ କର୍ଣ୍ଣ ପିଶାଚିନୀ ସିଦ୍ଧ ହୋଇଗଲା। ଦିନେ ରାତିରେ ଜୟ ମେନ୍ ରୋଡରେ ତା ଟ୍ୟାକ୍ସି ପାଖରେ ଛିଡ଼ା ହୋଇଥିଲା। ସେ ସମୟରେ ଗୋଟିଏ ଗାଡ଼ି ଆସିଲା। ସେ ଗାଡ଼ିର ଡ୍ରାଇଭର ତାକୁ ରାସ୍ତା ପଚାରିଲା। ସେ ସମୟରେ କର୍ଣ୍ଣ ପିଶାଚିନୀ ମଧ୍ୟ ତା ପାଖରେ ଥିଲା। ସେ ଜୟକୁ ସବୁ ଜଣାଇ ଦେଇଥିଲା କି ସେ ଗାଡ଼ିରେ ଗୋଟିଏ ମନ୍ତ୍ରୀ ବସିଛି ଓ ସେ ମନ୍ତ୍ରୀରୁ ହୋମ ମିନିଷ୍ଟର ହେବ ବୋଲି। ଜୟ ଡ୍ରାଇଭରକୁ କହିଲା, ତୋ ପଛରେ ଯିଏ ବସିଛନ୍ତି ତାକୁ ହୋମ ମିନିଷ୍ଟର ପଦ ମିଳିବ। ଏହା ଶୁଣି ମନ୍ତ୍ରୀ ଇଗ୍ନୋର କରିଦେଲା ତା କଥାକୁ, କିନ୍ତୁ ବାସ୍ତବରେ ସେ ହୋମ ମିନିଷ୍ଟର ହୋଇଗଲା। ଆର ଦିନ ହଠାତ୍ ଜୟର ଘରକୁ ସେ ମନ୍ତ୍ରୀ ଗୋଟିଏ ବ୍ୟାଗ୍ ଧରି ପହଞ୍ଚିଗଲା। ସେହି ବ୍ୟାଗ୍ରେ ଥିଲା 1 ଲକ୍ଷ ଟଙ୍କା, ଯେଉଁଟାକି ଜୟକୁ ଦେବା ପାଇଁ ଆଣିଥିଲା। ମନ୍ତ୍ରୀ ଜୟକୁ ଦେଖି ଅତ୍ୟନ୍ତ ଖୁସି ହେଲା ଓ କହିଲା, ଆପଣ ତ ଅନ୍ତର୍ଯାମୀ, ଆପଣଙ୍କ ପାଇଁ ମୁଁ ମିନିଷ୍ଟର ପଦ ପାଇଲି। ସେ ଟଙ୍କା ଜୟକୁ ଦେଇ ଚାଲିଗଲା। ଜୟର ସ୍ତ୍ରୀ କିଛି ବୁଝିପାରିଲା ନାହିଁ, ଏ ପଇସା କେଉଁଠୁ ଆସିଛି ଓ କାହିଁକି ଆସିଲା ବୋଲି। ଧୀରେ ଧୀରେ ଜୟ ବହୁତ ଆଗକୁ ବଢ଼ିଲା। ସେ ବହୁତ ଧନ କମାଇଲା। ତା ପାଖକୁ ବଡ଼ ବଡ଼ ଲୋକମାନେ ଆସୁଛନ୍ତି ତା ପ୍ରଶ୍ନ ପଚାରିବା ପାଇଁ ଏବଂ ବହୁତ ପଇସା ଦେଉଛନ୍ତି। ଧୀରେ ଧୀରେ ସେ ଡ୍ରାଇଭର କାମ ଛାଡ଼ିଦେଲା ଏବଂ ଗେରୁଆ ବସ୍ତ୍ର ଧାରଣ କଲା। କିନ୍ତୁ ସେ ତାର 3 ବଚନକୁ ଭୁଲିବାରେ ଲାଗିଥିଲା। ଦିନେ କର୍ଣ୍ଣ ପିଶାଚିନୀ ଜୟକୁ କିଛି କରିବାକୁ କହିଲା। ଜୟ କର୍ଣ୍ଣ ପିଶାଚିନୀର କଥାକୁ ଅଣଦେଖା କରିଦେଲା। ଏତିକିରେ ତାର ଦେଇଥିବା ଗୋଟିଏ ବଚନ ଭଗ୍ନ ହୋଇଗଲା। ବଚନ ଭଗ୍ନ ହେବାରୁ କର୍ଣ୍ଣ ପିଶାଚିନୀ ଗୋଟିଏ ଭୟଙ୍କର ରୂପରେ ପରିଣତ ହୋଇଗଲା। ସେହି ସମୟରେ ଜୟର କାନରୁ ରକ୍ତ ବାହାରିବାରେ ଲାଗିଲା ଏବଂ ଜୟ ବେହୋସ ହୋଇଗଲା। ଜୟର ସ୍ତ୍ରୀ ଜୟକୁ ବେହୋସ ହେବା ଦେଖି ସେ ଦୌଡ଼ିଲା ଓ ଜାଣିପାରିଲା କି ଏହା କର୍ଣ୍ଣ ପିଶାଚିନୀ କରିଛି ବୋଲି।
ସେହି ସମୟରେ ସାଙ୍ଗେ ସାଙ୍ଗେ ସେହି ଅଘୋରୀ ବାବାଙ୍କୁ ଡକାଇଥିଲା। ଅଘୋରୀ ଗୋଟିଏ ପୂଜାର ଅନୁଷ୍ଠାନ କଲା। ସେହି ପୂଜାରେ ଜୟ ଓ ତା ସ୍ତ୍ରୀକୁ ଗୋଟିଏ ସୁରକ୍ଷା ଘେରାରେ ବାନ୍ଧିଦେଲା ଓ ହୋମ କରିବାର ଆରମ୍ଭ କଲା। ଅଘୋରୀ କହିଲା, ହୋମର ସମାପ୍ତ ହେବା ପର୍ଯ୍ୟନ୍ତ କେହି ଏହି ସୁରକ୍ଷା ଘେରାରୁ ବାହାରିବ ନାହିଁ ବୋଲି। ହୋମ ଚାଲୁଥାଏ, ଏତିକିରେ ଗୋଟିଏ ଚିତ୍କାର ଶୁଭିଲା ତା ପୁଅର। ସେ ଦୁହେଁ ତା ପୁଅ ପାଖକୁ ଯିବା ପାଇଁ ବିକଳ ହୋଇଗଲେ। ସେହି ସମୟରେ ଅଘୋରୀ ଗୋଟିଏ ବିଭୂତି ଫୁଙ୍ଗିଦେଲା। ଫୁଙ୍ଗିଲା ମାତ୍ରେ ସେହି ବାଲକ କର୍ଣ୍ଣ ପିଶାଚିନୀ ରୂପରେ ପରିଣତ ହୋଇଗଲା। ତାହା ଦେଖି ଦୁହେଁ ଡରିଗଲେ। ତାପରେ ହୋମ ଶେଷ ହେଲା ଏବଂ କର୍ଣ୍ଣ ପିଶାଚିନୀ ଅଗ୍ନିରେ ସମାହିତ ହୋଇଗଲା। ଏହା ଥିଲା ଗୋଟିଏ କର୍ଣ୍ଣ ପିଶାଚିନୀ ସାଧକର କାହାଣୀ। ଆମ କାହାଣୀ ଭଲ ଲାଗିଥିଲେ ନିଶ୍ଚୟ ସେୟାର କରିବେ, ନିଶ୍ଚୟ ଲାଇକ୍ କରିବେ ଆଉ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ। ଏମିତି ନୂଆ ନୂଆ ଭୂତ କାହାଣୀ ଏବଂ ବିଭିନ୍ନ ପ୍ରକାର ସ୍ପିରିଚୁଆଲ କାହାଣୀ ପାଇଁ ଆମ ଚ୍ୟାନେଲ ସବସ୍କ୍ରାଇବ୍ କରନ୍ତୁ।